ताजा, रसीले और शानदार प्राइम टमेटो केचप, फ्रेश एंड प्योर। ମୁଁ ଏ କ୍ଷେତ୍ରରେ ଗୋଟିଏ କଥା କହିବି ଦେଖନ୍ତୁ ନୋଟିଫିକେସନ ତ ଏପର୍ଯ୍ୟନ୍ତ ହେଇନାହିଁ ରାଜସ୍ୱ ନିର୍ବାଚନ ନୋଟିଫିକେସନ ହେଲାଣି ସିଏ ତ ହବ ନିର୍ବାଚନ କମିଶନ ପକ୍ଷରୁ ଗୋଟିଏ ଆନୁଷ୍ଠାନିକ ବିଜ୍ଞପ୍ତି ପାଇନାହିଁ ତା ପୂର୍ବରୁ ବିଜୁ ଜନତା ଦଳ କିଏ ପ୍ରାର୍ଥୀ ହେବେ ଇଏ ଭଲ ପ୍ରଦର୍ଶନ କରିଛନ୍ତି ଏସବୁ କଳ୍ପନା ଜଳ୍ପନା କାହିଁକି ରହିବା ଅପେକ୍ଷା କରିବା ଆସୁ ବିଜ୍ଞପ୍ତି ନିଶ୍ଚିତ ଭାବେ ଦଳ ଭିତରେ ତ ମାନସ ମନ୍ଥନ ହବ କିଏ ଉପଯୁକ୍ତ ପ୍ରାର୍ଥୀ ନିଶ୍ଚିନ୍ତ ବିଜୁ ଜନତା ଦଳ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସେ ଦିଗରେ ଚିନ୍ତା କରିବେ ଏବଂ ସେ ଅନୁସାରେ ଯାହାଙ୍କୁ ସେ ଚିନ୍ତା କରିବେ ବା ମନୋନୀତ କରିବେ ସେ ଗ୍ରହଣୀୟ ହବ ମାନେ ମୋର କହିବା କଥା ଏଠି ଦଳ ପ୍ରତି ଅବଦାନ ଥିବ ଏବଂ ଗତ ନିର୍ବାଚନ ହଉ ବା ଆଜି ଦିନରେ ମଧ୍ୟ ଦଳ ପ୍ରତି ଆନୁଗତ୍ୟ ଥିବ ନେତାଙ୍କ ସର୍ବମାନ୍ୟ ନେତା ନବୀନ ପଟ୍ଟନାୟକ ପ୍ରତି ଆନୁଗତ୍ୟ ଥିବ ଏବଂ ଦଳ ପାଇଁ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେଉଥିବେ ଏସବୁ ପାରାମିଟରକୁ ନେଲେ ବିଚାରକୁ ନେଲେ ଭଲ କିନ୍ତୁ ଯେଉଁମାନେ ଗତ ନିର୍ବାଚନ ପରାଜିତ ହୋଇଛନ୍ତି ବିଭିନ୍ନ କାରଣ କୁହାଯାଉଛି ସୁନାମି ଆସିଲା ଯେଉଁଥିପାଇଁ କି ଲୋକପ୍ରିୟତା ସତ୍ତ୍ୱେ ପରାଜିତ ହେଲେ ଦେଖନ୍ତୁ ବିଜୁ ଗୋଟେ କଥା ଆପଣମାନେ ଜାଣନ୍ତି ଆମେ କେତେ ପ୍ରତିଶତ ଭୋଟ ପାଇଛୁ ଆପଣ ଜାଣିଛନ୍ତି ଭୋଟ ପ୍ରତିଶତ ବିଜୁ ଜନତା ଦଳର କିଛି ଇଏ ନାହିଁ ବାକି ଯାହା ଆସନରେ ଏପଟ ସେପଟ ବା ହେଇଛି ଏତେ ଅଳ୍ପ ସେଇଥିରେ ତାଙ୍କର ଆସନ ରହିଲା ଆଉ ମାନେ ସଂଖ୍ୟା ରହିଲା ସେ ସରକାରରେ ହେଲେ ଆମ ପାଖେ ସଂଖ୍ୟା ଆସିଲା ନାହିଁ ତେଣୁ ଆମେ ବିରୋଧୀ ଦଳରେ ବସିଲୁ କିନ୍ତୁ ତା ଅର୍ଥ ନୁହେଁ ଯେ ଜନସାଧାରଣ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟକ୍ରମକୁ ଯେତେ ଦୀର୍ଘ 24 ବର୍ଷ ଧରି କୌଣସି ଭାବେ ତାକୁ ନାପସନ୍ଦ କରିଛନ୍ତି ବା ଉପେକ୍ଷା କରିଛନ୍ତି ଆପଣ ଜାଣିଛନ୍ତି ଅନେକ ଜାଗାରେ ବିଜୁ ଜନତା ଦଳ ପ୍ରାର୍ଥୀ କମ୍ ଭୋଟ ବ୍ୟବଧାନରେ ହାରିଛନ୍ତି ତେଣୁ ନିଶ୍ଚିତ ଭାବେ କମ୍ ବ୍ୟବଧାନ ହେଲେ ମଧ୍ୟ ସେ ବ୍ୟବଧାନଟି ଯେତିକି ଭୋଟ ପାଇଛନ୍ତି ସିଏ କ'ଣ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମ ପ୍ରତି ଲୋକଙ୍କ ସମର୍ଥନ ନୁହେଁ କି ନିଶ୍ଚିତ ଭାବରେ ହୁଏତ ସଂଖ୍ୟା ଦୃଷ୍ଟିରୁ ତାଙ୍କ ପାଖରେ ଅଧିକା ଥାଇପାରେ କିନ୍ତୁ ଏପଟେ ବି ଯିଏ ପ୍ରାର୍ଥୀ ଅଛନ୍ତି ତାଙ୍କ ପାଖରେ ଅଛି ଜନସମର୍ଥନ ବି ଯେତିକି ପାଇଛନ୍ତି ତେଣୁ ମୋର କହିବା କଥା ଯେ ଏଇ ପ୍ରସଙ୍ଗଟିକୁ ବିଚାରକୁ ନେଇକରି ଯାହା ନବୀନଙ୍କ ସମୟ 24 ବର୍ଷ ଶାସନରେ ଯେତିକି ଗୁଡ଼ିଏ ଲୋକ କଲ୍ୟାଣକର କାର୍ଯ୍ୟକ୍ରମ ହେଉଥିଲା ଯାହା ମୁଁ ଏଇ କିଛି ସମୟ ତଳେ କହୁଥିଲି ଏ ସରକାରଙ୍କର ଲୋକଙ୍କ ସରକାରଙ୍କର ୟୁଟର୍ନ କାର୍ଯ୍ୟକ୍ରମ ସେଇଟାକୁ ବିଚାର କରିକିରି ଲୋକ ବିଚାର କରୁଥିବେ ଆଗାମୀ ଦିନରେ ଆମେ ଦେଖିବା ଯେତେବେଳେ ନିର୍ବାଚନ ମଇଦାନକୁ ଓହ୍ଲାଇବା ସେ ପଞ୍ଚାୟତ ନିର୍ବାଚନ ହେଉ ବା ପୌର ନିର୍ବାଚନ ହେଉ ଲୋକ ନିଶ୍ଚିତ ଭାବରେ ତୁଳନା କରିବେ ଏବେର ଲୋକଙ୍କ ସରକାର ସେତେବେଳେ ନବୀନ ପଟ୍ଟନାୟକ ସରକାର କୋଉଠି ଭଲ ଥିଲା କେତୋଟି ଭଲ କାର୍ଯ୍ୟକ୍ରମ ହେଇଥିଲା ସେ ତ ଆଗାମୀ ଦିନ ନିର୍ବାଚନରେ ଆସିବ ପଞ୍ଚାୟତ ବ୍ୟବସ୍ଥାରେ ଆସିବ ପୌର ନିର୍ବାଚନ କ୍ଷେତ୍ରରେ ଆସିବ ବାକି ରାଜ୍ୟସଭା ନିର୍ବାଚନରେ ମୁଁ ଯୋଉ ଜିନିଷ ଗୁଡ଼ିକ କହିଲି ମୁଁ ଭାବୁଛି ଆମର ସର୍ବୋଚ୍ଚ ନେତା ମାନ୍ୟବର ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏସବୁ ବିଭିନ୍ନ ବିଷୟକୁ ତାଙ୍କ ବିଚାରରେ ରଖିବେ ଆପଣମାନଙ୍କ ଭିତରେ ଯୋଉମାନେ ଗ୍ରହଣୀୟତା ଅଛି ଲୋକପ୍ରିୟତା ଅଛି କିନ୍ତୁ କୌଣସି କାରଣବଶତଃ ହାରି ଯାଇଛନ୍ତି ସେମାନଙ୍କୁ ପ୍ରାୟୋରିଟି ମିଳିବା ଆବଶ୍ୟକ ଦେଖନ୍ତୁ ଯୋଉ ଆପଣ ଅଗ୍ରାଧିକାର କଥା କହୁଛନ୍ତି ସବୁଠାରୁ ବଡ଼ ହେଉଛି ଦଳ ଆଉ ଦଳର ସର୍ବମାନ୍ୟ ନେତା ଇଏ ବିଜୁ ଜନତା ଦଳ ଗୋଟେ ବୃହତ ଆଞ୍ଚଳିକ ଦଳ ଇଏ ଗୋଟେ ଜାତୀୟ ଦଳ ନୁହଁ ତେଣୁ ଗୋଟେ ଆଞ୍ଚଳିକ ଦଳର ବିଭିନ୍ନ ଯେଉଁ ଆବଶ୍ୟକତା ଥାଏ ଗୋଟେ ଜାତୀୟ ଦଳର ଅଲଗା ଆବଶ୍ୟକତା ଥାଏ ତେଣୁ ଆମ ଯେହେତୁ ଗୋଟେ ବୃହତ ଆଞ୍ଚଳିକ ଦଳ ଆମର ନେତା ନବୀନ ବାବୁ ନିଶ୍ଚିତ ଭାବରେ ଏଇ ଯେଉଁ ଶବ୍ଦଟି ଆପଣ କହୁଛନ୍ତି ଗ୍ରହଣୀୟତା ମଧ୍ୟ ତାକୁ ବିଚାରକୁ ନେଇପାରନ୍ତି କିଏ କହୁଛନ୍ତି ମୁଁ ପରା ସେଇ କଥାଟା ଯେତେବେଳେ ଜଗଦୀଶ ବାବୁ ପଚାରିଲେ ମୁଁ ସେଠି କ'ଣ କହିଲି ମୋର କହିବା କଥା ଯୋଉ 4-5ଟି ଘଟଣା ମାନେ ଇଂରାଜୀ କ୍ରାଇଟେରିଆ ବା ମାପକାଠି ଆପଣ ଯାହା କହନ୍ତି ସେଇଠିକି ଦଳର ସର୍ବମାନ୍ୟ ନେତା ବିଚାରକୁ ରଖିଲେ ଭଲ
କିନ୍ତୁ ଭାଇନା ଗୋଟେ କଥା ହେଉଛି, ଆପଣ ତ ନବୀନ ପଟ୍ଟନାୟକକୁ କ୍ଲୋଜଲି ଦେଖିଛନ୍ତି, ଆସୋସିଏଟ୍ ମଧ୍ୟ ରହିଛନ୍ତି, ଯେ ଯେତେବେଳେ ପୂର୍ବରୁ ରାଜ୍ୟସଭା ଖାଲି ହୁଏ ସେ ସମୟରେ ସେ ନୂଆ ସରପ୍ରାଇଜ୍ କାର୍ଡ଼ ଖେଳନ୍ତି, ନୂଆ ନୂଆ ଯେଉଁମାନେ ଆଗକୁ ଆସିବାକୁ ଚାହାନ୍ତି ତାଙ୍କୁ ଦିଅନ୍ତି, ଯେଉଁମାନେ ଆନୁଗତ୍ୟ ଥାଏ ତାଙ୍କୁ ଦିଅନ୍ତି। କିନ୍ତୁ ବର୍ତ୍ତମାନ ଚର୍ଚ୍ଚା ହେଉଛି ଯେ ସନ୍ତୃପ୍ତ ମିଶ୍ର ଯାଇପାରନ୍ତି, ଦେବୀ ମିଶ୍ର ମଧ୍ୟ ଯାଇପାରନ୍ତି, ତା ସହିତ ଆହୁରି କିଛି ନେତାଙ୍କର ପ୍ରଣପ୍ରକାଶ ଦାସଙ୍କ ନାଁ ବି ଚର୍ଚ୍ଚା ହେଉଛି। ତ ଏଇଭଳି ଦିଗରେ ଯଦି ଦେଖୁଛନ୍ତି ଯେ ବର୍ତ୍ତମାନ ସମୟରେ ଦଳ ଯେତେବେଳେ ସରକାର ନାହିଁ, ବିରୋଧୀ ଦଳରେ, ସେ ସମୟରେ ସେଇ ଚେହେରାକୁ ଆଗକୁ ଆଣିବା କେତେ ଦୂର ଦଳ ପ୍ରତି ସମୀଚୀନ ହେବ? ପ୍ରଥମ କଥା, ମୁଁ ଆପଣ ପ୍ରଶ୍ନର ପ୍ରଥମ ଭାଗରେ କହିଲି ଯେ ରାଜ୍ୟସଭା ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇନାହିଁ। ଆପଣ କହିଲେ ବିଗୁଲ ବାଜିଲାଣି ବୋଲି, ବିଜ୍ଞପ୍ତି ପ୍ରକାଶ ପାଇନାହିଁ। ଚିନ୍ତା ହୁଏତ ବିଭିନ୍ନ ଫୋରମରେ ହେଉଥାଇପାରେ, ସେଇଟା ତ ପ୍ରତ୍ୟେକ ରାଜନୈତିକ ଦଳର ଆବଶ୍ୟକତା ଅଛି କରିବେ, କିନ୍ତୁ ଆନୁଷ୍ଠାନିକ ଭାବରେ ଦଳ ଯେ ମୁଖିଆ ସିଏ ତ ଚିନ୍ତା କରିବେ ନା, କିଏ କାହା ନା କ'ଣ ଏଇ ପାରାମିଟର କିଏ ଆସୁଛନ୍ତି, କ'ଣ କଲେ ଦଳ ପାଇଁ ଭଲ ହେବ, ବା ଯାହାଙ୍କର ଦଳ ପ୍ରତି ଅବଦାନ ହେଉଛି ସାଂଗଠନିକ କ୍ଷେତ୍ରଠୁ ଆରମ୍ଭ କରିକି ନିର୍ବାଚନ ପରିଚାଳନାଠୁ ଆରମ୍ଭ କରି ବିଭିନ୍ନ ଯେଉଁଠି ରାଜନୈତିକ ଦଳର ଯାହା ଆବଶ୍ୟକତା ରହିଛି ସେସବୁ ତ ଦଳର ମୁଖିଆ ନିଶ୍ଚୟ ବିଚାରକୁ ନେବେ। ଆମେ ଅପେକ୍ଷା କରିବା। ନାଇଁ ପୁଣି ସେଇ ଜିନିଷଟା କୋଉଟା ଆସିଲେ କୋଉଟା ଭଲ ହବ, ସିଏ ତ ଯୋଉ କହନ୍ତି ଇଂରାଜୀ $1,000,000 କ୍ୱେଶ୍ଚନ ଜିନିଷ। କହିବାର କଥା ହେଲା ଦଳର ସବୁ ସର୍ବାଙ୍ଗ ଭାବରେ ଦଳର ଆବଶ୍ୟକତାକୁ ବା ଦଳର ସ୍ୱାର୍ଥକୁ ଯୋଉଟା ପୂରଣ କରିପାରୁଥିବ ସେଭଳି ନେବା ଉଚିତ, କିନ୍ତୁ ଦଳ ପ୍ରତି ଅବଦାନ ରହିବା ଆବଶ୍ୟକ। ଅତୀତରେ ସାର୍ ବିଭିନ୍ନ ନେତା ଯେଉଁମାନେ ଅଛନ୍ତି ଦେଖିଥିବେ ରାଜସ୍ଥାନ, ଯେଉଁମାନେ ବିଜୁ ଜନତା ଦଳରେ ବର୍ତ୍ତମାନ ଛାଡ଼ିକି ବିଜେପିରେ ମିଶିଛନ୍ତି, ତ ସେମିତି ବାହାରୁ ଲୋକ ଆଣିକି ରାଜ୍ୟସଭା ପ୍ରାର୍ଥୀ କରିବେ ନା ଦଳ ପ୍ରତି ଦଳ ଥିବେ ସେମାନଙ୍କୁ ଦଳ ପାଇଁ ଭଲ? ଦେଖନ୍ତୁ, ଏଇ ପ୍ରଶ୍ନଟି ଇଟ୍ ଇଜ୍ ପ୍ରିମ୍ୟାଚୁର। ମୋର ଇଂରାଜୀରେ କହିଦେଉଛି ପ୍ରିମ୍ୟାଚୁର ବୋଲି, ମାନେ କଳ୍ପନା ଜଳ୍ପନାର ଆଉ ଗୋଟେ ଦିଗକୁ ଆମେ ଯାଉଛେ ଭାରି। ସେବେ କ'ଣ ହେଇଥିଲା ଆଉ ଏବେ ଆଗାମୀ ଦିନେ ମଧ୍ୟ ସେମିତି ହେଇପାରେ, ଏ କଳ୍ପନା ଜଳ୍ପନା ଛଡ଼ା ଆଉ କିଛି ନୁହେଁ ଏଇ ସ୍ତରରେ, ଏଇ ଷ୍ଟେଜରେ। ଦଳ ପ୍ରତି ଅବଦାନ ରହିବା ଉଚିତ ଗୋଟିଏ, କାରଣ ବିଜୁ ଜନତା ଦଳ 27 ବର୍ଷ, ବେଶୀ ନାହିଁ 25 ନା 28 ବର୍ଷ ଭିତରେ ଗୋଟିଏ ବୃହତ ଆଞ୍ଚଳିକ ଦଳ ଭାବେ ଉଭା ହେଇଛି। ଏଇଠି କ'ଣ ରାତାରାତି ହେଇଯାଇଛି କି? ଅନେକ ଅସଂଖ୍ୟ ହଜାର ହଜାର କର୍ମୀଙ୍କ ତ୍ୟାଗ, ନିଷ୍ଠା, ରାଜନୈତିକ ନେତାମାନଙ୍କର ଯେଉଁ ଦଳ ପ୍ରତି ଆନୁଗତ୍ୟ ବା ଦଳ କାମ ସାଂଗଠନିକ କାର୍ଯ୍ୟ ପ୍ରତି ଏସବୁ ଗୁଡ଼ିକ ରହିଛି ନା। ତେଣୁ ଇଏ ତ ରାତାରାତି ହେଇଯାଇନି ନା। ତେଣୁ ଏସବୁ ଜିନିଷ ଗୁଡ଼ିକ ଗୋଟିଏ ରାଜନୈତିକ ଦଳକୁ ମଜବୁତ କରିଥାଏ, ଯାହା ଦେଖାହେଇଛି ଅନ୍ୟ ରାଜ୍ୟରେ ଆଞ୍ଚଳିକ ଦଳ କ୍ଷେତ୍ରରେ। ଏସବୁ ଜିନିଷ ଗୁଡ଼ିକ ରହିଲେ ନିଶ୍ଚିତ ଭାବେ ଆଗାମୀ ବିଜୁ ଜନତା ଦଳ ତ ଏବେ ବି ଓଡ଼ିଶା ରାଜନୈତିକ ମାନେ ଯୋଉ ଏଥିରେ ରହିଛି, ଦୃଶ୍ୟପଟରେ ରହିଛି ନା ନାହିଁ, ଅଛି ତ। ଏତେ ବିଧାୟକ ଅଛନ୍ତି, ସାଂସଦ ବି ରାଜ୍ୟସଭାରେ ଅଛନ୍ତି। ଆଉ ଯାହା ଲୋକଙ୍କର ଯୋଉ ଏବର ସରକାରଙ୍କର କିଛି ଜନବିରୋଧୀ କାର୍ଯ୍ୟକ୍ରମ ସମ୍ପର୍କରେ ସ୍ୱର ଉତ୍ତୋଳନ କରୁଛି ନା। ଆପଣ ଦେଖୁଛନ୍ତି ମହାନଦୀ ପାଣି ବିବାଦ ହଉ, ଇଏ ହଉ, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ହଉ ବା ଯାହା ବି ହଉ, ଚାଷୀଙ୍କ ସମସ୍ୟା ବଡ଼ ସମସ୍ୟା ଏବେ ବିଭିନ୍ନ ଜିଲ୍ଲାର ମୁଖ୍ୟାଳୟଟାରେ ହଉଛି। ତେଣୁ ଦଳ, ବିଜୁ ଜନତା ଦଳ, ଆଞ୍ଚଳିକ ଦଳ ଓଡ଼ିଶାବାସୀଙ୍କ ସ୍ୱାର୍ଥକୁ ସଦାବେଳେ ଅଗ୍ରାଧିକାର ଦେଇଛି, ଆଗାମୀ ଦିନରେ ମଧ୍ୟ ଦେବ ଏବଂ ସେଇ ହିସାବରେ ଗୋଟେ ରାଜନୈତିକ ଦଳ ଉଭା ହେଇଛି ରହିବ। ଦେଖିବା 24 ନିର୍ବାଚନ ଅନେକ ପାରାସୁଟ୍ ଲିଡର ଆସିଲେ ଏବଂ ସେମାନେ ମଧ୍ୟ ନିର୍ବାଚନ ଲଢ଼ିଲେ। ତ ସେଇ ଭାବରେ ଯଦି ଦେଖାଯାଏ ତାହେଲେ ସେମାନଙ୍କୁ ଯଦି ଦିଆଯାଏ ତାହେଲେ ଦଳ ଭିତରେ ବର୍ତ୍ତମାନ ବିଦ୍ରୋହଟି ଆହୁରି ଅଧିକ ବଢ଼ିବନି, କାରଣ ଅନେକ ଅସନ୍ତୁଷ୍ଟ ମଧ୍ୟ ଅଛନ୍ତି। ପାରାସୁଟର ଆସିଲେ କେବଳ ସମଗ୍ର ଭାରତବର୍ଷରେ ବହୁତ ରାଜନୈତିକ ଦଳ ନାହାନ୍ତି, ଶାସନ କ୍ଷମତା ଦଳକୁ ପାରାସୁଟ ଯାଇନାହାନ୍ତି, ଯାଇଛନ୍ତି ନା ନାହିଁ? କେବଳ ବିଜୁ ଜନତା ଦଳ ବହୁତ ଜାତୀୟ ଦଳ ବହୁତ ଆସିଛନ୍ତି। ଆପଣଙ୍କ ଭାଷା ସେଇଟା ମୋ ଭାଷା ନୁହେଁ।
ହଉ ପ୍ରାୟୋରିଟି ମିଳିବ ନାଇଁ ସେ ବିଷୟ କହିବି ମୁଁ ତ କହିଛି ନା ବିଜ୍ଞପ୍ତି ବାହାରନି ଏବେଠୁ କାହିଁକି ଜଗଦୀଶ ବାବୁ କହୁଛନ୍ତି ବିଗୁଲ ବାଜିଲେ ତଥାପି ପୁରୁଖାକୁ ଦାୟିତ୍ୱ अच्छे टमाटर होंगे पार, दागदार हो गए बाहर, ज्यादा पकने वालों की हो गई हार, ताजा रसीले प्राइम का दावेदार, प्राइम टमेटो केचप, फ्रेश एंड प्योर।